ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ବେଆଇନ ଭାବେ ଚାଲିଥିବା ସାହାରା ନାମକ ଏକ ଘରୋଇ ନର୍ସିଂ ହୋମକୁ ସିଲ୍ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ତେବେ ବିନା କାଗଜପତ୍ରରେ କିଭଳି ଏତେ ଦିନ ହେଲା ନର୍ସିଂ ହୋମ ଚାଲିଥିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂଆପଡ଼ା ଜିଲ୍ଲା କୋମନା ଥାନା କୃଷ୍ଣ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବିଏସ୍ଏଫ୍ ଯବାନଙ୍କ ସମେତ 2 ଜଣଙ୍କର ମୃତ୍ୟୁ। ମୃତ ଯବାନ ଜଣକ ଖଇରଭାଡ଼ି ଗ୍ରାମର ପ୍ରେମ ମାଝୀ ଓ ଅନ୍ୟ ଜଣେ ଖୁଟଲୁ ମାଝୀ ହୋଇଥିବା ବେଳେ ଉଭୟ ବାଇକ୍ ଯୋଗେ ଯାଉଥିଲେ ଏବଂ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି 2 ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। Preview. Preview. ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାଞ୍ଚଳର ଏକ ହସ୍ପିଟାଲ ବାଥରୁମରୁ ଜଣେ ନର୍ସଙ୍କ ମୃତଦେହ ଉଦ୍ଧାର। ମୃତ ନର୍ସ ଗଞ୍ଜାମ ଜିଲ୍ଲାର ସୋନାଲି ରାଉତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଫଳରେ ନର୍ସଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। କେନ୍ଦୁଝର ବନ ବିଭାଗର ବଂଶପାଳ ବିଟ୍ ଅନ୍ତର୍ଗତ ବାଲିବେଡା ଗ୍ରାମରେ ଚଢଉ ବେଳେ 5 କେଜି 58 ଗ୍ରାମ ଓଜନର 4ଟି ହାତୀ ଦାନ୍ତ ଜବତ ସହ 5 ଜଣ ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ନୟାକୋଟ ଥାନା ବାଲିବେଡା ଗ୍ରାମର ଗଙ୍ଗାଧର ପାତ୍ର, ନାରନ୍ଦ ମୁଣ୍ଡା, କେଦାରନାଥ ପାତ୍ର, ଶ୍ରୀ କୃଷ୍ଣଚନ୍ଦ୍ର ମୁଣ୍ଡା ଓ ଘାସିରାମ ମୁଣ୍ଡା। Preview. Preview. ओडिशा सीमांत झारखंड सरना जंगल दीघा निकटरे सीआरपीएफ जवानों सर्च ऑपरेशन बेले माओवादी आईडी विस्फोरण। ଏହି ବିସ୍ଫୋରଣରେ 2 ଜଣ ଯବାନ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲ କୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ହେଡ୍ କନଷ୍ଟେବଲ ରାମ ପ୍ରବେଶ ସିଂ ଓ କନଷ୍ଟେବଲ ଛୋଟୁ କଚ୍ଛପ। ବାଂଲାଦେଶ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି, ଯାହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା 13 ତାରିଖ ଆଡ଼କୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ ହୋଇଛି। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ ଆଉ ମାଗିବ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି। ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ ହୋଇଛି ଏହି ରକ୍ଷାବନ୍ଧନ। Preview. 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 आज पवित्र राखी पूर्णिमार सुभद्रा हिताधिकारी मिलिब तृतीय किस्ती टंका। एने कोरापुट जिला कोटियारू मुख्यमंत्री मोहन चरण माझी यार शुभारंभ करने 1 कोटी ऊर्ध्व सुभद्रा भौणी को तृतीय किस्तीर 5,000 टंका लेखाएं बैंक खाता को प्रदान करेंगे।
ପୁରୁଣା କଟକ ସମ୍ବଲପୁର ରାସ୍ତାର ନଡୁଆପଡା ନିକଟରେ ଆଠଗଡ ଅବକାରୀ ବିଭାଗର ଯାଞ୍ଚ ବେଳେ ଏକ ମାରୁତି କାରରୁ 460 ଲିଟର ଦେଶୀ ମଦ ଜବତ ସହ କାରରେ ଥିବା ଚାଳକ ଘଣ୍ଟିଖାଲ ଫାଣ୍ଡି ଅନ୍ତର୍ଗତ ମହାକାଳ ବ୍ରସ୍ତ ଗ୍ରାମର ସର୍ବେଶ୍ୱର ପ୍ରଧାନ ଗିରଫ। Preview. ଏବଂ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବରେ ଗୋହତ୍ୟା ବେଳେ ପୋଲିସର ଚଢଉ ଏବଂ ସେଠାରୁ ଗୋମାଂସ ଜବତ ସହ 12ଟି ଗୋରୁ ଉଦ୍ଧାର। ଏଥିସହ ଏହି ଘଟଣାରେ ପୋଲିସ 9 ଜଣଙ୍କୁ ଗିରଫ କରିଛି। Preview.